ବଳି କାହିଁକି ଦିଆଯାଏ? ଅନେକ ଲୋକଙ୍କ ହୃଦୟରେ ଅନେକ ପ୍ରଶ୍ନ ରହିଛି ଯାହାର ସମାଧାନ ନାହିଁ। ଅନେକ ଲୋକ ବଳିର ବିରୋଧରେ ବି ଅଛନ୍ତି, ଆଉ ଅନେକ ଲୋକ ବଳିର ସପକ୍ଷରେ ମଧ୍ୟ ଅଛନ୍ତି, କିନ୍ତୁ ସେମାନଙ୍କ ପାଖରେ କୌଣସି ସ୍ପଷ୍ଟ ଉତ୍ତର ନାହିଁ ବଳି କାହିଁକି ଦିଆଯାଏ। ମୁଁ ଆଜି ପୃଥିବୀର ତିନୋଟି ଧର୍ମଶାସ୍ତ୍ର କୋରାନ, ଯୁଧିମାନଙ୍କ ଧର୍ମଶାସ୍ତ୍ର ଏବଂ ବାଇବେଲରୁ ସ୍ପଷ୍ଟ କରି ଆପଣଙ୍କୁ ଦେଖେଇବି ବଳି କାହିଁକି ଦିଆଯାଏ। ହୁଏତ ଏଇ ଧର୍ମଶାସ୍ତ୍ରରେ ଯେଉଁ ବଳି ପ୍ରଥା ରହିଲା, ସେଇ ବଳି ପ୍ରଥା ପୃଥିବୀର ସର୍ବସ୍ୱ ସେ ବ୍ୟାପିଛି, ଏହା ଏମିତି ମଧ୍ୟ ହେଇଥାଇପାରେ। ତ ଆସନ୍ତୁ ମୁଁ ଯିହୁଦୀ ଧର୍ମଶାସ୍ତ୍ର, ଯାହାକି ଖ୍ରୀଷ୍ଟପୂର୍ବ 1400 ରୁ 1300 ଭିତରେ ଲେଖାଯାଇଛି, ସେଇ ଧର୍ମଶାସ୍ତ୍ରକୁ ଆପଣଙ୍କୁ ପଢ଼ିକି ଶୁଣେଇବି। ମୁଁ ପଢ଼ୁଛି ବାଇବେଲର ପୁରାତନ ଭାଗର ଲେବୀୟ ପୁସ୍ତକ ପଢ଼ୁଛି, ଯାହାକି ଯିହୁଦୀ ଧର୍ମଶାସ୍ତ୍ରର ଗୋଟେ ଅଂଶ, କୋରାନର ମଧ୍ୟ ଗୋଟେ ଅଂଶ। ତେଣୁ କୌଣସି ଏଠାରେ ଦ୍ୱନ୍ଦ୍ୱ ହେବାର ନାହିଁ, କାରଣ ବାଇବେଲର ପୁରାତନ ଭାଗର ଲେବୀୟ ପୁସ୍ତକ ମୁଁ ପଢ଼ୁଛି, ଯାହାକି ଖ୍ରୀଷ୍ଟପୂର୍ବ 1400 ରୁ 1300 ଭିତରେ ଲେଖାଯାଇଛି ମଶାଙ୍କ ଦ୍ୱାରା। ତ ଲେବୀୟ ପୁସ୍ତକର 17 ପର୍ବ ତାର 11 ପଦ ମୁଁ ପଢ଼ୁଛି। ଏଠି କ'ଣ ଲେଖା ହେଇଛି? କାରଣ ରକ୍ତରେ ପ୍ରାଣୀର ପ୍ରାଣ ଥାଏ, ପୁଣି ତୁମ୍ଭମାନଙ୍କ ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ କରିବାକୁ ଆମ୍ଭେ ତାହା ବେଦୀ ଉପରେ ତୁମମାନଙ୍କୁ ଦେଇଅଛୁ, ଯେହେତୁ ପ୍ରାଣର ଗୁଣରେ ରକ୍ତ ହିଁ ପ୍ରାୟଶ୍ଚିତ କରେ। ତ ଯିହୁଦୀମାନଙ୍କର ଗୋଟେ ବ୍ୟବସ୍ଥା ଅଛି, ଆଉ ଯେଉଁଠିକି ସେମାନେ ପଶୁ ପକ୍ଷୀମାନଙ୍କୁ ସେମାନେ ବଳି ଦିଅନ୍ତି। କ'ଣ ପାଇଁ? ତ ଏ ବାକ୍ୟକୁ କେନ୍ଦ୍ର କରିକି ସେମାନେ ବଳି ଦିଅନ୍ତି, କାରଣ ମନୁଷ୍ୟ ଯେତେବେଳେ ପାପ କରୁଛି, କୌଣସି ଭୁଲବଶତଃ କିମ୍ବା ଜାଣିଶୁଣି ଯେତେବେଳେ ପାପ କରୁଛି, ତାର ପାପର ପ୍ରାୟଶ୍ଚିତ ପାଇଁ ଈଶ୍ୱର ଏ ବ୍ୟବସ୍ଥାକୁ ଦେଇଅଛନ୍ତି। କ'ଣ? ରକ୍ତ ଦ୍ୱାରା ସେଇ ପ୍ରାଣୀର ପାପର ପ୍ରାୟଶ୍ଚିତ କରାଯାଏ। ସେଥିପାଇଁ ଯିହୁଦୀ ଲୋକମାନେ ବହୁ ସଂଖ୍ୟାରେ ସେମାନେ ଛେଳି, ମେଣ୍ଢା, ଗୋବତ୍ସ ଆଉ ବଳି ଚଢ଼ଉଥିଲେ। ତ ପ୍ରକୃତରେ ସେ ବାକ୍ୟରେ କ'ଣ ଲେଖା ହେଇଛି? ଆମ୍ଭେ ଲେଖା ହେଇଛି, କାରଣ ରକ୍ତରେ ପ୍ରାଣୀର ପ୍ରାଣ ଥାଏ, ପୁଣି ତୁମ୍ଭମାନଙ୍କ ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ କରିବାକୁ ଆମ୍ଭେ ତାହା ବେଦୀ ଉପରେ ତୁମମାନଙ୍କୁ ଦେଇଅଛୁ। ତ ଆମ୍ଭେ ଦେଇଅଛୁ ବୋଲିକି ଯେତେବେଳେ ଲେଖା ହେଇଛି, ତ ଏଠି ଯିହୁଦୀମାନଙ୍କର ମତ ଅନୁସାରେ ବା ବ୍ୟବସ୍ଥା ଅନୁସାରେ ସେମାନେ ଚିନ୍ତା କଲେ କେବଳ ଗୋବତ୍ସ ଆଉ ଛେଳି ମେଣ୍ଢା ରକ୍ତ ହିଁ ବୋଲିକି, କିନ୍ତୁ ଈଶ୍ୱର କ'ଣ ପ୍ରତିଜ୍ଞା କରିଛନ୍ତି? ଆମ୍ଭେ ଦେଇଅଛୁ ବୋଲି ଲେଖା ହେଇଛି। ତ ଏଇ ବାକ୍ୟକୁ ଯଦି ଆମେ ଦେଖିବା, ଏହା ଯୀଶୁ ଖ୍ରୀଷ୍ଟଙ୍କୁ ବୁଝଉଛି, କାରଣ ଯୀଶୁ ଖ୍ରୀଷ୍ଟ ମଧ୍ୟ ବଳି ଚଢ଼ିଛନ୍ତି। ବଳିର ଅର୍ଥ କ'ଣ? ରକ୍ତ ବାହାର କରିବା, ଯାହାକି ପାପର ପ୍ରାୟଶ୍ଚିତ କରାଯାଏ। ତ ବଳି ଦ୍ୱାରା କ'ଣ ହୁଏ? ବେକ କଟାଯାଏ, ଯଦ୍ୱାରା ଧମନୀ ରକ୍ତ ବାହାରେ। ସେଇ ରକ୍ତକୁ ନେଇକି ଯିହୁଦୀ ଲୋକମାନେ ବା ସେଇ ଲୋକମାନେ କ'ଣ କରୁଥିଲେ? ପାପର ପ୍ରାୟଶ୍ଚିତ କରୁଥିଲେ, ଯେଉଁ ଲୋକର ପାପ ପାଇଁ। ତ ଯୀଶୁ ଖ୍ରୀଷ୍ଟ ମଧ୍ୟ ଯଦିଓ ତାଙ୍କର ବେକ କଟାଯାଇନି, କିନ୍ତୁ ତାଙ୍କର ଯେତେବେଳେ କୋରଡ଼ା ପ୍ରହାର କରାଗଲା, କଣ୍ଟାର ମୁକୁଟ ପିନ୍ଧାଗଲା, ସେତେବେଳେ ତାଙ୍କ ଦେହରୁ ରକ୍ତ ସବୁ ନିର୍ଗତ ହେଲା, ଯାହାକି ଜଗତର ପାପର ପ୍ରାୟଶ୍ଚିତ କରିସାରିଛି। ତ ଆମ୍ଭେ ଦେଲୁ କହିବାର ଅର୍ଥ କ'ଣ? ଈଶ୍ୱର ନିଜେ ବ୍ଲଡ଼ ଦେଲେ, ରକ୍ତ ଦେଲେ। କେମିତି ଦେଲେ? କାରଣ ଯୀଶୁ କିଏ? ଯୀଶୁ ଈଶ୍ୱରଙ୍କର ବାକ୍ୟ ଦ୍ୱାରା ଜନ୍ମଗ୍ରହଣ କରିଥିଲେ। ଆମେ ସ୍ୱାଭାବିକ ଯଦି ଦେଖିବା, ଯିଏ ଯାହାର ଔରସରୁ ଜାତ ହୁଏ, ସିଏ ତାର ପୁତ୍ର। ତ ମରିୟମ ଯିଏକି ବିବାହ କରିବା ପୂର୍ବରୁ ସେ ପ୍ରେଗନେଣ୍ଟ ଥିଲେ। କାହିଁକି? ଦୂତ ତାକୁ କହିଥିଲେ, ଈଶ୍ୱରଙ୍କର ବାକ୍ୟ କ'ଣ? ତୁମେ ଗର୍ଭଧାରଣ କରି ଗୋଟେ ପୁତ୍ର ଜନ୍ମ କରିବ ବୋଲି। ତ ଏଇ ଯେଉଁ ବାକ୍ୟ, ତୁମେ ଗର୍ଭଧାରଣ କରିବ ବୋଲିକି ଯେଉଁ ବାକ୍ୟ ଦିଆଯାଇଥିଲା, ସେଇ ବାକ୍ୟ ଶକ୍ତିରେ ମରିୟମ କ'ଣ କଲେ? ଗର୍ଭଧାରଣ କଲେ ଯୀଶୁଙ୍କୁ, ଆଉ ସେ ପ୍ରସବ ହେଲେ, ଆଉ ତାଙ୍କ ବିଷୟରେ ଅନେକ ଭବିଷ୍ୟତବାଣୀ କରାଯାଇଥିଲା, ସେ ଈଶ୍ୱରଙ୍କର ପୁତ୍ର ବୋଲି ଖ୍ୟାତ ହେଲେ। ତ ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ, ଯିଏକି ଈଶ୍ୱରଙ୍କର ପୁତ୍ର ଅଟନ୍ତି, କାରଣ ସେ ଈଶ୍ୱରଙ୍କର ବାକ୍ୟ ଦ୍ୱାରା ଜନ୍ମ ଲାଭ କରିଥିଲେ। ସେଥିପାଇଁ ସେ ଈଶ୍ୱରଙ୍କର ପୁତ୍ର ଅଟନ୍ତି। ଆଉ ସେ କ'ଣ ହେଲେ? କୃଷାର୍ପିତ ହେଇକି ଜଗତର ସମସ୍ତଙ୍କର ପାପ ପାଇଁ ନିଜ ରକ୍ତକୁ ଦେଇକି ଆମମାନଙ୍କର ପାପକୁ ସେ କ୍ଷମା କରିଛନ୍ତି, ବା ଆମମାନଙ୍କର ପାପର ପ୍ରାୟଶ୍ଚିତ ସେ କରିସାରିଛନ୍ତି। ଯୀଶୁ ଖ୍ରୀଷ୍ଟ ସର୍ବୋତ୍କୃଷ୍ଟ ବଳି ଚଢ଼ିଥିବାରୁ, ଆଉ ସମସ୍ତଙ୍କର ପାପ ମୋଚନ ପାଇଁ ନିଜ ରକ୍ତକୁ ଝରେଇଥିବାରୁ ବର୍ତ୍ତମାନ ଆଉ କୌଣସି ବଳିର ଆବଶ୍ୟକତା ନାହିଁ, କାରଣ ଶ୍ରେଷ୍ଠତର ବଳି ଯୀଶୁଙ୍କ ଦ୍ୱାରା କରାଯାଇଅଛି। ସେଥିପାଇଁ ଜଗତରେ ବାଇବେଲ କ'ଣ କହୁଛି? ଆଉ ବଳି କରିବା ଅନାବଶ୍ୟକ।